କରନ୍ତି। ଏଠି ଆଜି ଯିଏ ବିଜେଡ଼ିରେ ରହୁଛି କାଲି ସେ କଂଗ୍ରେସକୁ ଯାଉଛି, କାଲି ଯିଏ କଂଗ୍ରେସରେ ରହୁଛି କାଲି ସେ ବିଜେପିକୁ ଯାଉଛି। ଏମିତି ଏକ ପରିସ୍ଥିତି ସୃଷ୍ଟି ହେଉଛି, ନିଜ ସ୍ୱାର୍ଥବାଦୀ ଦୁନିଆକୁ ନେତାମାନେ ନିଜର ପଦମର୍ଯ୍ୟାଦାକୁ ବି ମାନୁନାହାନ୍ତି। କାଲି ଯେ ଦଳର ମୁଖ୍ୟମାନଙ୍କୁ ବହୁତ ଭାଷା କହୁଥିଲେ, କିନ୍ତୁ ଆଜି ତାଙ୍କର ଜୟ ଜୟଗାନ କରୁଛନ୍ତି। କାଲି ଯିଏ ଜୟ ଜୟଗାନ କରୁଥିଲେ ଆଜି ସେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି। ତେଣୁ ଏଠି ଆମକୁ ସଚେତନ ହେବାକୁ ପଡ଼ିବ। ଆମର ସୁଖ ଦୁଃଖରେ ଯିଏ ଠିଆ ହେବ ତାକୁ ହିଁ ଆମେ ଜୟଯୁକ୍ତ କରିବା।